ନାମ ଠେକୁଆ କଇଁଚ। ବଣ ଭିତରେ ଗୋଟେ ଠେକୁଆଟେ ରହୁଥିଲା। ସିଏ ଝରଣାକୁ ପାଣି ପିଇବା ପାଇଁ ଯାଉଥିଲା। ସେଇ ଝରଣାରେ ଗୋଟେ କଇଁଚଟେ ରହୁଥିଲା। କଇଁଚ ଓ ଠେକୁଆ ଦୁହେଁ ସାଙ୍ଗ ହୋଇ ଖେଳୁଥିଲେ। ଠେକୁଆ ଖୁବ୍ ଜୋରରେ ଦୌଡ଼ି ପାରୁଥିଲା। କଇଁଚ ଧୀରେ ଧୀରେ ଚାଲୁଥିଲା। ତ ଠେକୁଆ ମନେ ମନେ ନିଜକୁ ବଡ଼ ବୋଲି ଭାବୁଥିଲା। ଦିନେ ଠେକୁଆ କହିଲା, ସଙ୍ଗାତ, ଆଜି ଦୌଡ଼ା ଦୌଡ଼ି ଖେଳ ଖେଳିବା। ଆଗରେ ତାଳ ଗଛ ଦେଖାଯାଉଛି। ତାକୁ ଆଗ ଯିଏ ଛୁଇଁ ପାରିବ ସିଏ ଜିତିବ। ଠେକୁଆ କଥାରେ କଇଁଚଟି ରାଜି ହେଲା। ଦୁହିଁଙ୍କ ମଧ୍ୟରେ ଦୌଡ଼ା ଦୌଡ଼ି ଆରମ୍ଭ ହେଲା। ଠେକୁଆ ଖୁବ୍ ଜୋରରେ କିଛି ଦୂର ଦୌଡ଼ିକି ଗଲା। ତାପରେ ପଛକୁ ଚାହିଁକି ଦେଖିଲା ଯେ କଇଁଚ ପଛରେ ପଡ଼ିଛି। ସେ ମନେ ମନେ ଭାବିଲା, କଇଁଚ ତ ଖୁବ୍ ଧୀରେ ଧୀରେ ଚାଲୁଛି। ମୁଁ କିଛି ସମୟରେ ଗଛ ଛାଇରେ ବସି ପଡ଼େ। ତାପରେ ଏକା ଦୌଡ଼ରେ ତାଳ ଗଛ ପାଖରେ ପହଞ୍ଚିଯିବି। ଏଇ କଥା ଭାବି ଠେକୁଆଟି ଗଛ ଛାଇରେ ବସି ପଡ଼ିଲା। ଥଣ୍ଡା ପବନ ବହୁଥିଲା। ଠେକୁଆକୁ ଟିକେ ନିଦ ଲାଗିଲା। ଶୋଉ ଶୋଉ ଶୋଇପଡ଼ିଲା। କଇଁଚ ଧୀରେ ଧୀରେ ଚାଲିଥାଏ। କେଉଁଠି ହେଲେ ଠେକୁଆ ପରି ଅଟକି ହେଲା ନାହିଁ। କେତେବେଳ ପରେ ଠେକୁଆର ନିଦ ଭାଙ୍ଗିଲା। ସେ ପଛକୁ ଚାହିଁକି ଦେଖିଲା, କଇଁଚ ନାହିଁ। ଠେକୁଆ ଧଡ଼ପଡ଼ ହୋଇ ଆଗକୁ ଧାଇଁଲା, ହେଲେ ପାରିଲା ନାହିଁ। ସେତିକି ବେଳକୁ କଇଁଚ ତାଳ ଗଛ ପାଖରେ ପହଞ୍ଚି ସାରିଥିଲା। ଖେଳରେ ଠେକୁଆ ହାରିଲା, କଇଁଚ ଜିତିଗଲା। ଏଥିରୁ ପିଲାମାନେ ଆମେ କ'ଣ ଶିଖିଲେ? ପାଣି ପଥର କାଟେ। ମୋ ଗପଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଜୟ ଜଗନ୍ନାଥ।